हेलो दोस्तों, वेलकम बैक टू माय न्यू अनदर ब्लॉग। दोस्तों, ଯେତେବେଳେ ମଣିଷ କାହା ଉପରେ ଏତେ ଡିପେଣ୍ଡେଣ୍ଟ ହେଇଯାଏ ନା, ମାନେ ନିଜେ କାହାକୁ କିଛି କହିବା ପାଇଁ ବି ସାହସ କରେନି। ମାନେ ଆମ ଦୁନିଆର ନା, ବିଶେଷ କରି ଆମ ଭାରତର ଡିପେଣ୍ଡେଣ୍ଟ ଯେତେ ବେଶୀ ହେଇଯାଏ ନା, ତା ଉପରେ ବେଶୀ ପ୍ରେସର ପଡ଼େ। ସେଥିପାଇଁ ଲୋକମାନେ କ'ଣ କରନ୍ତି ନା, ମୃତ୍ୟୁବରଣ କରନ୍ତି, ନହେଲେ ନଚେତ୍ ସିଏ ପଳାନ୍ତି ପୁରା ବାହାରକୁ କାମ ଫାମ କରତେ। କିନ୍ତୁ କ'ଣ କରିବେ, ଯାହା ହେଲେ ବି ଘର ପାଖରେ ଯେଉଁ ଟଙ୍କାଟା 2 ଟଙ୍କା ଯାହା ହେଲେ କିଛି ଗୋଟେ କରି ରୋଜଗାର କରିବା ଯେଉଁ ଇଏ ହୁଏ, ବାହାରେ ଯାଇକି ଯେତେ କଷ୍ଟ କରିକି ଏତେ ଟଙ୍କା ରୋଜଗାର ଲାଭ କ'ଣ? ସେମିତି ତ ଠିକ୍ ନା ନାହିଁ? ଏଇଟା କିନ୍ତୁ କହିବା ପାଇଁ ସହଜ ହେଉଛି ଦୋସ୍ତ, କିନ୍ତୁ ସତ କହିବାକୁ ଗଲେ ଏତେ ସହଜ ନୁହେଁ। ଘର ପାଖରେ ରହିକି ଟଙ୍କା 2 ଟଙ୍କା ବି କାମ ପଇସା ରୋଜଗାର କରିବା, କିମ୍ବା ବାହାରକୁ ଯାଇକି ଅଧିକା ପଇସା ରୋଜଗାର କରିବା। କ'ଣ କରିବା, ଏଇ ପରିସ୍ଥିତି ସମସ୍ତଙ୍କୁ ପୁରା ଚେଞ୍ଜ କରିଦିଏ ଏମିତି। ଦୋସ୍ତ ଯାହା ହଉ, କିନ୍ତୁ ଆଜି ମୋ ଲାଇଫ୍ରେ କିଛି ବି, ଆଜି ଦିନରେ କିଛି ବି ହେଇନି। ମୁଁ ଗୋଟେ ଜିନିଷ ଦେଖିଛି, ଆଜି ହେଉଛି ଘୁଷୁରୀ ଯେଉଁମାନେ ଚାଷ କରନ୍ତି, ଚାଷ ପାଳନ କରନ୍ତି, ସେମାନଙ୍କୁ ନେଉଥିଲେ। ତା'ର ଗୋଟେ ଛୋଟ ଭିଡ଼ିଓଟା, ଘୁଷୁରୀ ଯିଏକି ଭଗବାନ ବିଷ୍ଣୁ ବି ଧାରଣ କରୁଥିଲେ, ସେ ଯେଉଁ ବାରା କୁହନ୍ତି, ଜଙ୍ଗଲରେ ଥାନ୍ତି ଯେଉଁଠି, ସେଟାକୁ ବାରା ଗୋଟିଏ ଜାତି, କିନ୍ତୁ ଆମ ଘର ପାଖ ଦେଇ ସବୁ ଯେଉଁ ପାଳନ କରନ୍ତି ସେମାନେ ନେଇଗଲେ। ସେ ଭିଡ଼ିଓଟା ଦେଖେଇମି। ଆଉ ବିଶେଷ କରି କିଛି ନାହିଁ, ଦୁଃଖ ଜୀବନ, ଦୁଃଖ ଜୀବନ କେବେ ପୁରା ଭରପୁର ଭାବରେ ସୁଖ ଆସିବ ଭଗବାନ ବି ଜାଣିନାହାନ୍ତି। ନିଜ କର୍ମ ଉପରେ ବିଶ୍ୱାସ ରଖିବା ଦରକାର ଦୋସ୍ତ। ଏକଦିନ ନିହାତି ଭାବରେ ସଫଳ ହେବେ। ଭାଇ ଦୋସ୍ତ, ଆଜିର ବ୍ଲଗ୍ ଖାସ୍ ନାହିଁ, ସେମିତି ମନକୁ ଯାହା ଆସିଲା ତା କହିଦେଇଛି ଦୋସ୍ତ। ବାଏ ବାଏ, ପୁଣି ନୂଆ ବ୍ଲଗ୍ର।